ଏହା ହେଉଛି ଗତ ବର୍ଷ ନଭେମ୍ବର 21 ତାରିଖ ସ୍ଥାନୀୟ ଭଞ୍ଜ ଭବନଠାରେ ପାଳନ କରାଯାଇଥିବା ସହର ସେବା ସମିତିର ବାର୍ଷିକ ଉତ୍ସବର କିଛି ଝଲକ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ, ଶିକ୍ଷାକଳା ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ଓ ଆଲୋଚନା ସଂକ୍ରାନ୍ତରେ ବ୍ୟକ୍ତିବିଶେଷଙ୍କୁ ଏବଂ ବୁଦ୍ଧିଜୀବୀ, ଜ୍ଞାନୀଗୁଣୀ ଓ ରୁଚିସମ୍ପନ୍ନ ବ୍ୟକ୍ତିଙ୍କୁ ଏକତ୍ରିତ କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ପ୍ରେକ୍ଷାଳୟଟିଏ ନିତାନ୍ତ ଆବଶ୍ୟକ। ନମସ୍କାର, ମୁଁ ପ୍ରସନ୍ନ ତ୍ରିପାଠୀ ଏହି ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମ ଭଳି ଅନେକ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବହୁ ପୁରାତନ ଏହି ଭଞ୍ଜ ଭବନ ଉପରେ ନିର୍ଭର କରିଥାନ୍ତି। ଏଭଳି କାର୍ଯ୍ୟକ୍ରମମାନ କରିବା ପାଇଁ ଆମ ସହରରେ ଆବଶ୍ୟକୀୟ ପ୍ରେକ୍ଷାଳୟର ଘୋର ଅଭାବ ଅଛି। ବହୁ ବର୍ଷ ପୂର୍ବରୁ ଲୀଳା ସିନେମା ଗୃହକୁ ରୂପାନ୍ତରିତ କରି ସିଭିକ୍ ସେଣ୍ଟରରେ ପରିଣତ କରିଥିବା ଆର୍ଏସ୍ପି ଅବସ୍ଥିତ ଏହି ପ୍ରେକ୍ଷାଳୟ ଉପରେ ସମସ୍ତେ ନିର୍ଭର କରିଥାନ୍ତି। ସିଭିକ୍ ସେଣ୍ଟର ଆର୍ଏସ୍ପିର ନିୟନ୍ତ୍ରଣାଧୀନ ଥିବା ଯୋଗୁଁ ଯଦି ହଠାତ୍ ତାଙ୍କର କିଛି କାର୍ଯ୍ୟକ୍ରମ ସ୍ଥିର ହୋଇଯାଏ, ତେବେ ସେହିଦିନ ପାଇଁ ବୁକିଂ କରିଥିବା ଅନ୍ୟ ଅନୁଷ୍ଠାନକୁ ଶେଷ ମୁହୂର୍ତ୍ତରେ ବାତିଲ କରିପାରିବେ ବୋଲି ଆର୍ଏସ୍ପିର ସର୍ତ୍ତ ରହିଛି ଓ ଏହାର ଅନେକ ନଜିର ମଧ୍ୟ ରହିଛି। ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ସିଭିଲ୍ ଟାଉନସିପ୍ରେ ନିର୍ମାଣ ହେଉଥିବା ପ୍ରେକ୍ଷାଳୟ ଗୃହର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବା ବେଳେ ସହରର ଅନ୍ୟତମ ସୁପ୍ରତିଷ୍ଠିତ ଏହି ଭଞ୍ଜଭବନ ପ୍ରେକ୍ଷାଳୟକୁ ଆଶ୍ରା କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନ ସବୁ ଆଗେଇ ଆସିଥାନ୍ତି। କେବଳ ପ୍ରେକ୍ଷାଳୟ ନୁହେଁ, ଏହି ପରିସରରେ ପୁସ୍ତକ ମେଳା ତଥା ଅନ୍ୟାନ୍ୟ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଏଠାରେ ଥିବା ଆଦର୍ଶ ପାଠାଗାରରେ ଅବସର ବିନୋଦନ ପାଇଁ ଲୋକେ ସମୟ ଅତିବାହିତ କରିଥାନ୍ତି। ତଦ୍ବ୍ୟତୀତ ଚିତ୍ରାଙ୍କନ ଓ ନୃତ୍ୟ ଗୀତର ଶିକ୍ଷା ମଧ୍ୟ ଏହି ପରିସରରେ ହେବା ପାଇଁ ସୁଯୋଗ ରହିଥିବା ବେଳେ ହଠାତ୍ ଆର୍ଏସ୍ପି କର୍ତ୍ତୃପକ୍ଷ ଏହାକୁ ନିଜର ନିୟନ୍ତ୍ରଣାଧୀନ କରିନେବା ବିଡ଼ମ୍ବନାର ବିଷୟ। ଯଦିଓ ଏ ଦିଗରେ 21 ସେପ୍ଟେମ୍ବରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବୈଠକ ଡକାଯାଇ ଏକ ସମାଧାନର ସୂତ୍ର ବାହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି। ତଥାପି ଭବିଷ୍ୟତରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ଦିଗରେ ଆର୍ଏସ୍ପିର ପୂର୍ଣ୍ଣ ପରିଚାଳନା କ୍ଷମତା ରହିଲେ ମଧ୍ୟ ତାହା କେତେ ଯେ ସହାୟକ ହେବ, ତା ଉପରେ ବୁଦ୍ଧିଜୀବୀଙ୍କ ମତରେ ବିରାଟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭଞ୍ଜ ପରିସରର ପରିଚାଳନା ଦାୟିତ୍ୱରେ ରହିଥିବା କମିଟି ଓ ଆର୍ଏସ୍ପି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି ବୋଲି ବର୍ତ୍ତମାନର ପରିଚାଳନା କମିଟି ଦାବି କରିଛନ୍ତି। ତେବେ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପ୍ରଶାସନ ତଥା କୌଣସି ରାଜନେତା, ସେ ବିଧାୟକ ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ, ଏଥିରେ ମୁଣ୍ଡ ପୁରାଇ କୌଣସି ସମାଧାନର ପନ୍ଥା ବାହାର କରିବା ନିମନ୍ତେ ଏତେ ବର୍ଷ ଧରି ଆଗଭର ନ ହୋଇଥିବା ଅତ୍ୟନ୍ତ ପରିତାପର ବିଷୟ। ଗତ 12 ତାରିଖ ଉତ୍କଳ ସମ୍ମିଳନୀର ଆହ୍ୱାନ କ୍ରମେ ସହରର ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ସଚେତନ କରାଇବା ଉଦ୍ଦେଶ୍ୟରେ ପଦଯାତ୍ରାରେ ବାହାରିଥିବା ବେଳେ ସେହି ସମୟରେ ଭଞ୍ଜ ପରିସରକୁ ଆର୍ଏସ୍ପି ଅକ୍ତିଆର କରି ଏହା ଆର୍ଏସ୍ପିର ନିୟନ୍ତ୍ରଣାଧୀନ ବୋଲି ଇଂରାଜୀ ଭାଷାରେ ଲେଖି ବ୍ୟାନର ଝୁଲାଇଛନ୍ତି। ଏହା କ'ଣ ଓଡ଼ିଆ ଭାଷା ପ୍ରତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କର ବହୁମାତ୍ରିକ ଭାବ ନୁହେଁ କି ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରନ୍ତି। ପରିଚାଳନା କମିଟି ସଠିକ୍ ଭାବେ ଏହି ବିବାଦକୁ ଗଣମାଧ୍ୟମ ଆଗରେ ଠିକ୍ ଭାବେ ଉପସ୍ଥାପନା ନ କରି ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହେଲା ପରେ ଗଣମାଧ୍ୟମ ଏ ଦିଗରେ ଉଚିତ ପ୍ରସଙ୍ଗର ପ୍ରସାରଣ କରିନଥିଲେ, ଯାହାକି ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ଏକତରଫା ନିଷ୍ପତ୍ତିରେ ଭଞ୍ଜ ପରିସରକୁ ଅକ୍ତିଆର କରିନେବାରେ ତାଙ୍କୁ ସହାୟକ ହୋଇଥିଲା। ମୁଁ ସୁଦାମ ଚନ୍ଦ୍ର ଦାସ, ଉତ୍କଳ ସମ୍ମିଳନ ରାଉରକେଲା ଶାଖାର ସଭାପତି। এই নিকটরে খুব কম দিন তলে রাউরকেলা স্টিল প্লান্ট অথরিটি সেমানে আদর্শ পাঠাগার को যাইকি তাকে তালা পকাইদেলে এবং তালা जो थिला आगु पड़ता ताको भांगिकी ताको तांको निज कब्जा को नेले। किंतु दुख और परितापर विषय जे उत्कल सम्मेलन जो दिन ए माने ओडिया भाषा और सुरक्षा पाई सचेतनता शोभा यात्रा करुला, से ही दिन जाइकरी राउरकेला स्टील प्लांट रो कर्तृपक्ष जाइकरी आदर्श पाठागार को बंद करदेले। राउरकेलार बहु बुद्धिजीवी माने अछंती सेमानक सहित परामर्श करी बसी ये अनुष्ठान टी किभली भाव में पुणी आगक माने उन्नति करिवो से विषय चिंता करिवार बेल थिला। किंतु ता न करिकरी राउरकेला स्टील प्लांट कर्तृपक्ष आमे देखुछु विभिन्न जगह रे सेमाने इंग्राजी रे लिखुचंती एवं ओडिया भाषा को एठी प्राधान्य दौनांती। तेणु आम आगामी दिन में अनुरोध करूँ राउरकेला इस्पात कर्तृपक्ष को इस्पात कारखानार कर्तृपक्ष को जे सेमाने ओडिया भाषा को कौन प्रकार हीनमान्यता अरे देखिए ना एवं जदि देखती ताहले निश्चित भाव उत्कल सम्मेलन तार प्रतिवाद कर
आमर यही समय दाबी रहिबो जे कि संपूर्ण जो भंज कला केन्द्र जो परिसर अच्छी एवं आदर्श पाठागार परिसर अच्छी ताको पुणी ओडिया अनुष्ठान जो अच्छी से मिसेवा को पड़ो एवं बुद्धिजीवी मानकर परामर्श नहीं एक कमिटी गठन करी से अनुष्ठान किभली भाव में पुणी ओडिया संस्कृति ओडिया भाषा पाई कार्य करिवो से दिगरे कार्य करने को मु अनुरोध करुछि। एभली स्थिति रे भंज परिसर रे परिचालना भार संपूर्ण भावे आरएसपी रो नियंत्रण रे न रही राज्य प्रशासन लोक प्रतिनिधि और अभिज्ञ व्यक्ति को नहीं एक नूतन कमिटी गठन करी एहार परिचालना करने निमंते मत प्रकाश पाउछि जहाद्वारा कि सहरवासी उपकृत हेबे बोली आशा करा जाए। प्रसंगर गुरुत्व को उपलब्धि करी ए दिगरे आपण मानकर मतामत आमकु जणेबाक अनुरोध। प्रसंगटी को एठी रखुछु। नमस्कार।